ଆମେରିକାର ଓପନ ଏଆଇ ଯେଉଁ ଚାଟ୍ ଜିପିଟି ବାହାର କରିଛି, ଯାହାକୁ ନେଇ ସାରା ପୃଥିବୀରେ ଚର୍ଚ୍ଚା ହେଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ପୃଥିବୀର ଅନେକ ବ୍ୟକ୍ତି ଏ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି। ଆମେରିକା ତାର ସୁପର ପାୱାର ଏହି କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଦେଖାଉଛି। 865 କୋଟି ଟଙ୍କାରୁ ଅଧିକ ଏହି ଓପନ ଏଆଇର ଚାଟ୍ ଜିପିଟି ପ୍ରୋଜେକ୍ଟରେ ଖର୍ଚ୍ଚ ହୋଇଛି। ମାତ୍ର 50 କୋଟି ଟଙ୍କା ଖର୍ଚ୍ଚ କରି ଚାଇନାର ଏହି 39 ବର୍ଷର ଯୁବକ ଆମେରିକାକୁ ଚ୍ୟାଲେଞ୍ଜ କରିଛନ୍ତି। ସାରା ପୃଥିବୀରେ ଗତ 2 ଦିନ ଭିତରେ ଡିପ୍ସିକ୍ର ପ୍ରୟୋଗ ବଢ଼ିବାରେ ଲାଗିଛି। ଆଉ ଆମେରିକାର ଏହି ବଡ଼ ବଡ଼ କମ୍ପାନୀ ମାନେ $1 ଟ୍ରିଲିୟନ ଏତେ ମାତ୍ରାରେ ଟଙ୍କା ହରେଇଛନ୍ତି। କାରଣ ଟେକ୍ନୋଲୋଜିର ପ୍ରୟୋଗ ଏମିତି ହେଇପାରେ, ଏତେ କମ ଟଙ୍କାରେ ଏତେ ବଡ଼ କାମ କରାଯାଇପାରେ, ଏହାର ପ୍ରମାଣ ଚାଇନାରୁ ମିଳିଛି।